ଆଜିର ମୁଖ୍ୟ ସମାଚାର। ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ବିଦ୍ୟୁତ୍ ଖୁଣ୍ଟକୁ ପିଟି ବ୍ରିଜ୍ ତଳକୁ ଖସିଲା ଟ୍ରକ୍। 16 ନମ୍ବର ଏନ୍ଏଚ୍ ଭଦ୍ରକ ଗେଲପୁର ଛକ ନିକଟରେ ବ୍ରିଜ୍ ତଳକୁ ଖସିଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସହ ହେଲ୍ପର ଗୁରୁତର। ସୂଚନା ଅନୁସାରେ କଦଳୀ ବୋଝେଇ କରି କଟକରୁ ବାଲେଶ୍ୱର ଯାଉଥିଲା ଟ୍ରକ୍। 15 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ମାଓବାଦୀ ସଂଗଠନ ସହ ଜଡ଼ିତ ଏହି 15 ମାଓବାଦୀ ଝାଡ଼ଖଣ୍ଡ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ମଧ୍ୟରେ 2 ଜଣ ମହିଳା ଥିବା ସୂଚନା ମିଳିଛି। 13 ଜଣ ପୁରୁଷ ନକ୍ସଲଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। କମଳା ଦାସଙ୍କ ପରଲୋକ। ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ। ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସୂଚନା ଅନୁସାରେ ଫୁସ୍ଫୁସ୍ ଜନିତ ସଂକ୍ରମଣରେ ପୀଡ଼ିତ ଥିଲେ।